ବୋଉ ଆଜି ରବିବାରରେ କଣ ସ୍ପେଶାଲ ଖାନା ଆଜି? ଆଜି ପରା ସଂକ୍ରାନ୍ତି ରେ। ଏହେ, ଆଜି ସାଧା। ଆଜି କିଛି ନିରାମିଷ ହବ ତାହେଲେ? ହଁ, ବାବା ଆଣିଛନ୍ତି ଫ୍ରେଶ ବାଇଗଣ, ଫ୍ରେଶ କଦଳୀ, କଞ୍ଚା କଦଳୀ। ଆମ ଧନ ପେଇକି ଭଜା କରିବି, ଆଉ ବାଇଗଣ ଭଜା କରିବି, ଆଉ ଟିକେ ଆଳୁ ଚକଟା କରିଦେବି। ନା ନା, ତା ଯୋଉ ଅରୁଆ ଭାତ ସହିତ ଏତେ ସବୁ ଯିବନି। ତୁ ଗୋଟେ ଟମାଟୋ ପାଗ ଟିକେ କରିଦବୁନି, ଖଲିକି ଯେମିତି ଲଙ୍କା। ପୁରା ସ୍ପେଶାଲ ତତେ ଚକଟାଟା କରିଦେବି ତୋ ପାଇଁ। ହଉ ତାହେଲେ ଠିକ୍ ଅଛି। ହଉ ତୁ ତାହେଲେ ରେଡି କର। ଆଉ ମୁଁ ଆଜି ଭିଡ଼ିଓ କରିଦେବି ତୋର ଆଉ ଚାଲ ନଘା ଭିଡ଼ିଓ। ବନେଇବା। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ବ୍ଲଗ୍। ଆପଣମାନେ ଯେମିତି ଦେଖିଲେ ଅଲରେଡ଼ି ମୋ ବୋଉ ଆପଣମାନଙ୍କ ସହିତ ସେୟାର କରିସାରିଛି ସେ ଆଜି କ'ଣ ରେସିପି ବନାଉଛି। ଆଉ ଯେହେତୁ ଆଜି ସଂକ୍ରାନ୍ତି ଥିଲା, ଆଜି ସବୁ ବିନା ରସୁଣ ପିଆଜରେ ହିଁ ହେଇଥିଲା। ଆଉ ଅରୁଆ ଭାତ ବି ହେଇଥିଲା। ଆପଣମାନେ ତ ମୋ ବୋଉ ଭାଇର କଥା ଶୁଣିକି ଜାଣିପାରିବେନି ମା ପୁଅଙ୍କର କେତେ ଭଲ ପାଇବା। ଆଉ ମୋ ଭାଇ ଯାହା ବି କୁହେ ମୋ ଘରେ ସବୁବେଳେ ସେଇଆ ଖାଇବା ହୁଏ। ଆଉ ମୁଁ ଯଦି ପଚାରେ ବୋଉଲୋ ଆଜି କ'ଣ ଖାଇବା ହେଇଛି କି, ସେ ମୋତେ କହିବ ଯାଉନୁ ଦେଖିଦେବୁ ସବୁ ତିଆରି ହେଇ ରହିଛି, ପଚାରୁଛୁ କ'ଣ ଯେ ଏଡ଼େ ବଡ଼ ଝିଅଟେ ହେଲୁଣି। ଆଉ ଯଦି ମୋ ଭାଇ ପଚାରିବ ବାବାରେ ଆଜି ଏଇଆ ହେଇଛି ସେଇଟା ହେଇଛି ଏମିତି କହି ଚାଲିବ। ଛାଡ଼ନ୍ତୁ, ମୋତେ ତ ମୋ ବୋଉ ଟୋଟାଲି ଭଲ ପାଉନି। ଭଲ ପାଏ କିନ୍ତୁ ଟିକେ ଏକ୍ସଟ୍ରା ଲଭ୍ ଆଉ କେୟାର ତା ପୁଅ ପାଇଁ ଥାଏ। ଆଉ ମୋ ବୋଉ ମୋ ଭାଇକୁ ଯେତେ ଭଲ ପାଏ ମୋ ବାବା ତାର 2 ଗୁଣା ଏକ୍ସଟ୍ରା ମୋତେ ଭଲ ପାଆନ୍ତି। ସେଥିପାଇଁ ମୋ ଭାଇର ମୋର କିଛି ଝଗଡ଼ା ହେଲେ ମୋ ବୋଉ ଥାଏ ହଁ ଟୋକା ପଟେ, ଆଉ ମୋ ବାପା ଥାନ୍ତି ମୋ ପଟେ। ଆଉ ମୋ ବାପା ବୋଉ ହିଁ ସବୁବେଳେ ଆମ 2 ଜଣଙ୍କ ଝଗଡ଼ାକୁ କ୍ଲିୟର କରନ୍ତି। ଆଉ ଯେବେ ବାବା ନଥାଇ ଅଫିସ୍ ପଳେଇଥାନ୍ତି ସେବେ ମୋ ଗାଲରେ ମୋ ବୋଉର ଚାପୁଡ଼ା ଆଉ ପିଠିରେ ବି ପଡ଼ିଥାଏ। ଗାଲରେ ଦେଖାଯିବ ବୋଲି ବେଶୀ ପିଠିରେ ପଡ଼େ। ଆଉ ମୋତେ କୁହାଯାଏ ଏଇ କିଛି କହିବୁନି ବୁଝିଲୁ। ମୁଁ କୁହେ ହଉ ଠିକ୍ ଅଛି। ଆଉ ହଁ, ମୁଁ ଯେବେ ମୋ ବୋଉକୁ ରାଗିକି ପଚାରେ ତୁ ତ ମୋତେ ଭଲ ପାଉନୁ, ମୁଁ ଆଉ ତୋ ଝିଅ ହେବିନି, ସେ କୁହେ ଆଲୋ ବୋକି ତୁ ପା ମୋ ଝିଅ ସିଏ ପା ମୋ ପୁଅ, ଛୁଆ ହେଉଛନ୍ତି ସବୁ ସମାନ। ମୁଁ କୁହେ ତାହେଲେ ତୁ କାହିଁ ତାକୁ ବେଶୀ ଭଲ ପାଉଛୁ କି? ସେଟା ବା ବୁଝୁନି, ଅବୁଝା ପିଲାଟା। କ'ଣ କରିବା, ତୁ ପା ଆମର ଝିଅଟେ, ସୁନା ଝିଅ, ଗେଲି ଝିଅ, ତୁ ସବୁ କଥା ବୁଝୁ। ସିଏ ବୁଝୁନି ବୋଲି ତା କଥାରେ ହେଉଛି। ସିଏ ଯଦି ତୋ ପରିକା ବୁଝିଲା ସୁଝିଲା ପିଲା ହେଇଥାନ୍ତା କାହିଁ ଏମିତି ହେଇଥାନ୍ତା। ମାନେ ସେ ଉଲ୍ଟି ମୋ ଆଡ଼ିକୁ ମାରିଦିଏ ତୀର, ମାନେ ମୋତେ ଦେଖେଇ ଦିଏ କି ତୁ ଭଲ, କିନ୍ତୁ ନା ମୁଁ ସେତେ ଭଲ ନୁହଁ। ଛାଡ଼ନ୍ତୁ, ଆଉ ମୋ ବୋଉ ମୋତେ ବୁଝେଇକି ବି ସବୁବେଳେ କୁହେ ତୁ ଗୋଟେ ଝିଅ, ତୁ ହେଉଛୁ ବୁଝିଲା ସୁଝିଲା, ସେଥିପାଇଁ ଜାଣିନୁ ଝିଅମାନେ ସବୁ ଜିନିଷ ବୁଝନ୍ତି ବୋଲି ସେଥିପାଇଁ ସବୁବେଳେ ଗୋଟେ ଘରକୁ ଝିଅ ହିଁ ସମ୍ଭାଳିଥାନ୍ତି। କେଉଁଠି ଦେଖିଛୁ କେବେ ପୁଅ ସମ୍ଭାଳିବାର? ମୁଁ କୁହେ ନା। ସେଥିପାଇଁ ସେ ମୋତେ ଏଇସବୁ କଥା କହି ବହକାଲିଆ କଥା କହି ସେ ମୋତେ ବୁଝେଇ ଦିଏ। ଛାଡ଼ନ୍ତୁ ସେ କଥା। ଆଉ ହଁ, ମୋ ବୋଉ ଆମମାନଙ୍କୁ କେବେ ବାହାର ଜିନିଷ ଖାଇବା ପାଇଁ ଦିଏନି। କାହିଁକି ନା ସେ ସବୁବେଳେ କୁହେ ବାହାରର ତେଲ ଫ୍ରେଶ୍ ନୁହଁ, ଆମେ ଯେତେ ବାହାର ଜିନିଷ ଖାଇବା ସେତେ ଆମ ପାଇଁ ଖରାପ। ସେଥିପାଇଁ ମୋ ଭାଇ ମୁଁ ବାବା ଆମେ ଯାହା ବି କହୁ ସେ ଘରେ ହିଁ ସବୁକିଛି ଆମ ପାଇଁ ଖାଇବା ବନେଇ ଦିଏ। ଆଉ ଆମେମାନେ ଖାଇଦେଉ ଖୁସିରେ ଖୁସିରେ। ଆଉ ଯେବେ ଲୁଚେଇକି ଖାଉ ସେ ଜାଣେ, ସେବେ ଆମକୁ ସେ ନିର୍ଧୁମ ଛେଚେ, ବହୁତ ଜୋର ଛେଚେ। ଛାଡ଼ନ୍ତୁ ସେ କଥା। ଆପଣମାନେ ଦେଖିଲେ କି ନାହିଁ ମୋ ବୋଉ କେତେ କମ୍ ତେଲ ୟୁଜ୍ କରିଛି। ଆଉ ସେ ବେଶୀ ଛଣାଛଣିକୁ ପସନ୍ଦ କରେନି, ସେଥିପାଇଁ ସେ ବାଇଗଣକୁ ସେକିଛି ଆଉ ବହୁତ କମ୍ ତେଲ ଦେଇ ସେ କଦଳୀକି ମଧ୍ୟ ଭାଜିଛି। ଆଉ ତା ସହିତ ସିଏ ଅରୁଆ ଭାତଟେ କରିଛି, ଡାଲମାଟେ କରିଛି, ଯେଉଁଟା ଆପଣମାନେ ଏବେ ଦେଖୁଛନ୍ତି। ଆଉ ହଁ, ଆପଣମାନେ ଆଜି ସଂକ୍ରାନ୍ତିରେ କ'ଣ ଖାଇଛନ୍ତି, ଭେଜ୍ କି ନନ୍ ଭେଜ୍? କମେଣ୍ଟରେ ନିଶ୍ଚୟ କହିବେ। ଆଉ ହଁ, ସ୍ପେସିଆଲି ଘରର ସାନ ଝିଅମାନଙ୍କୁ ମନ ଦୁଃଖ କରିବାର କିଛି ନାହିଁ। ମା ହେଉଛି ମା, ସେ ଆମକୁ ଭଲ ପାଏ କିନ୍ତୁ ତାଙ୍କ ପୁଅକୁ ସେ ଟିକେ ଏକ୍ସଟ୍ରା କେୟାର ଆଉ ଲଭ୍ ଦେଖାନ୍ତି। ମୁଁ ଏଇ ଆମ ନିଜକୁ କହି ମୋ ମନ ବୁଝେଇ ଦେଉଛି, ଆପଣମାନେ ବି ବୁଝେଇ ଦିଅନ୍ତୁ। ଏଇଟା ଛାଡ଼ନ୍ତୁ, ନିଜକୁ ବୁଝେଇବା ପାଇଁ ଗୋଟେ ସିମ୍ପାଥି ଥିଲା, ଆଉ କିଛି ନୁହେଁ। ମୋ ବୋଉର ଟମାଟୋ ଦଳାଟା ମୋତେ ବହୁତ ସୁନ୍ଦର ଲାଗେ। ଆଉ ମୁଁ ସବୁବେଳେ ମୋ ଭାଇ ସହିତ ଝଗଡ଼ା କରି ଏଇଟାକୁ ବେଶୀ ହିଁ ଆଣିକି ଖାଇଥାଏ। ଆଉ ମୋ ଭାଇ ବି ମୋତେ ବହୁତ ଭଲ ପାଏ, ସେଥିପାଇଁ ସେ ମୋତେ ସବୁବେଳେ ସବୁ ଜିନିଷରେ ମୋତେ ଜଗିଥାଏ ଆଉ ମୋତେ ରକ୍ଷା କରିଥାଏ। ଆଉ ହଁ, ଆପଣମାନଙ୍କ ଭାଇମାନେ ଆପଣମାନଙ୍କୁ କେତେ ଭଲ ପାଆନ୍ତି ନିଶ୍ଚୟ କହିବେ। ଆଉ ହଁ, ମୁଁ ତ ଏବେ ରହିଲି, ବାଏ ବାଏ, ଟାଟା।